ନମସ୍କାର। ବହୁତ ବଢିଆ କଥାଟା କହିଲେ। ଯାହା ହଉ ଆପଣମାନଙ୍କର ସବୁ ସ୍ନେହ ଶ୍ରଦ୍ଧା ଆଜି ଯଦି ମୋ ସିନେମା ଶିକାର ଯୋଉ ପୋଜିସନରେ ପହଞ୍ଚି ପାରି ସେଥିପାଇଁ ସବୁ ପ୍ରଥମେ ଆପଣମାନଙ୍କୁ ଧନ୍ୟବାଦ ଦେବି। ତାପରେ ଓଡ଼ିଆ ଦର୍ଶକଙ୍କୁ ଧନ୍ୟବାଦ ଦେବି। କାରଣ ଦର୍ଶକମାନଙ୍କ ପାଖରେ ଆପଣମାନେ ପହଞ୍ଚିଲା ପାଇଁ ଯେକୌଣସି କଥାକୁ ପହଞ୍ଚେଇଛି ବୋଲି ଆଜି ସିନେମା ଏଇ ରେଞ୍ଜରେ ପହଞ୍ଚି ପାରିଲା। ଆଉ ଭଲ କଥା ନୂଆ ସିନେମା 10 ତାରିଖ ଆସୁଛି ଗୁରୁଜୀ ନମସ୍କାର। ଟାଇଟଲ ବହୁତ ସାକାରାତ୍ମକ ଟାଇଟଲ ଶୁଣିଲା ବେଳକୁ ନିଜକୁ ବହୁତ ଖୁସି ଲାଗୁଛି। କାରଣ ଗୁରୁ ଶିଷ୍ୟର ପରମ୍ପରା ସେଟା ଆଜିକାର କଥା ନୁହେଁ, ଅତୀତର କଥା। ସେଇ ପରମ୍ପରାକୁ ଯଦି ବଜାୟ ରଖିବାକୁ ହେଲେ କଣ କରିବାକୁ ପଡିବ, ଆଉ ଅମନ ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି, ଯାହା ବହୁତ ଖୁସି ଲାଗୁଛି। ଏ ଯୋଉ ଗୁରୁ ଶିଷ୍ୟର ପରମ୍ପରା କେମିତି କୋଉ ଭଳି ଭାବରେ ଆଗକୁ ଯାଇପାରିବ ସେଇ କଥାକୁ ସେ ସୁନ୍ଦର ଭାବରେ ଦର୍ଶେଇଛନ୍ତି। ଆଜିକାଲି ଯୁଗରେ ଯୋଉ ମଡର୍ଣ୍ଣାଇଜ ଯୁଗ, ସମୟ ଥିଲା ଅଲଗା କଥା, ଋଷି ମୁନି ମାନଙ୍କର କଥା ପଢିଲେ ବି ଅଲଗା କଥା ଥିଲା। କାରଣ ସେତେବେଳେ ଋଷି ମୁନିଙ୍କର ଗୁରୁ ଶିଷ୍ୟର ପରମ୍ପରା ବହୁତ ଥିଲା। ନହେଲେ ଆପଣଙ୍କର ଦ୍ରୋଣ ପାଇଁ ହାତ କାଟିକି ଦିଆ ହେଇନଥାନ୍ତା। ତେଣୁ ସେ ପରମ୍ପରା ଆଉ ଆଜିର ପରମ୍ପରା ଭିତରେ ବହୁତ ପାର୍ଥକ୍ୟ ହେଲାଣି। କାହିଁକି ଆଜି ଆପଣମାନେ ଆମେମାନେ ସାଧାରଣ ଭାବରେ ଆମ ଛୁଆଙ୍କ କଥା କହିଲା ବେଳକୁ ଇଂଲିଶ ମିଡିୟମ କଥା ଭାବି ଦଉଛନ୍ତି। ଆଜି ଆମେ କଣ କହୁଛୁ, ମଡର୍ଣ୍ଣାଇଜ ଯୁଗ କଥା ଭାବି ଦଉଛନ୍ତି। ଠିକ ଅଛି, ମଡର୍ଣ୍ଣାଇଜ ଯୁଗରେ କିଛି ଏଜୁକେସନରେ କିଛି ଶିକ୍ଷା ମଧ୍ୟ ଦିଆଯାଉଛି, ଯୋଉଟା କି ଆବଶ୍ୟକତା ଅଛି। କିନ୍ତୁ ଆମେ ସାଧାରଣ ସ୍କୁଲ ଯୋଉଠିକି ମାନେ ଆପଣଙ୍କର ଶିଶୁ ମନ୍ଦିର ହଉ, ମାନେ ଆମର ସ୍କୁଲ ପ୍ରାଥମିକତା ସ୍କୁଲ ଯୋଉ ଗଭର୍ଣ୍ଣମେଣ୍ଟ ସ୍କୁଲ ହଉ, ସେମାନଙ୍କୁ ପିଲାମାନେ ଦୂରେଇ ଯାଉଛନ୍ତି। କିନ୍ତୁ ଏଠି ଯୋଉ ଗୁରୁ ଶିଷ୍ୟର ପରମ୍ପରା ରହିଛି, ସେ ପରମ୍ପରା ଆପଣ ମଡର୍ଣ୍ଣାଇଜ ଇଂଲିଶ ମିଶ୍ରରେ ପାଇବେ ନାହିଁ। ମୁଁ ପର୍ଟିକୁଲାର କୋଉ ସ୍କୁଲର ନାଁ ନେବି ନାହିଁ, ଯେତିକି ଆପଣଙ୍କ ଇଂଲିଶ ମିଡିୟମ ସବୁ ଅଛି ସେଠି ଏ ପରମ୍ପରା ପାଇବେନି। ସେଠି କଣ କରିବେ, ହାଲୋ ହାୟ ହ୍ୟାଣ୍ଡସେକ୍ ପାଇବେ। କିନ୍ତୁ ଆପଣଙ୍କ ଶିଶୁ ମନ୍ଦିରରେ ପଢୁଥିବା ପିଲା କେବେ ହାଲୋ ହାୟ ହ୍ୟାଣ୍ଡସେକ୍ କରିବନି, ସେ ପାଦ ଧରି ମୁଣ୍ଡିଆଟେ ମାରିବ। ସେ ଯୋଉ ପରମ୍ପରା ଏ ସିନେମା ମାଧ୍ୟମରେ ଦର୍ଶାଯାଇଛି। ନୂଆ ପ୍ରଡ୍ୟୁସର, ନୂଆ ସଂସ୍ଥା ମୁଁ ସ୍ୱାଗତ କରିବି। ଆଉ ମୁଁ ସବୁବେଳେ କହେ ଯେ ଆମ ଇଣ୍ଡଷ୍ଟ୍ରିକୁ ସବୁ କିଛି ନୂଆ ଲୋକ ଆସନ୍ତୁ, ନୂଆ ନୂଆ କଥାକୁ ନେଇକି ଆସନ୍ତୁ, ନୂଆ ନୂଆ ପରମ୍ପରା ସୃଷ୍ଟି କରନ୍ତୁ। ଆଉ ମୋର ବେଷ୍ଟ ୱିଶେସ ରହିବ ଯୋଉ ଆପଣଙ୍କର ଗୁରୁଜୀ ଯୋଉ ଗୁରୁ ଶିଷ୍ୟର ପରମ୍ପରାକୁ ନେଇକି ଅମନ ବଢିଆ ଭାବରେ କ୍ୟାରେକ୍ଟର ମୁଁ ତାର ଦେଖୁଥିଲି। ତାର ଯୋଉ ଆପଣଙ୍କର ଟିଜର ରିଲିଜ ହେଇଛି ବା ଟ୍ରେଲର ଦେଖୁଥିଲି, ବହୁତ ଖୁସି ଲାଗୁଥିଲା। କାରଣ ସେଇ ପରମ୍ପରା ଲୋକମାନଙ୍କ ଉପରେ ପ୍ରଭାବ ପଡିବା ଦରକାର। ଯଦି ପ୍ରଭାବ ପଡିବ ଡେଫିନେଟ ଲୋକମାନଙ୍କ ଉପରେ କିଛି କିଛି ନା କିଛି ପରିବର୍ତ୍ତନ ଆସିବ। କାରଣ ଆଜିର ସମସ୍ୟାରେ ଆମେ ଯୋଉ କଥା ଭାବୁଛୁ, ଆମେ ମଡର୍ଣ୍ଣାଇଜ ହବା ସବୁ ଠିକ ଅଛି, ବଟ ଯେତେବେଳେ ମୁଣ୍ଡିଆଟେ ମାରିଲେ ଯୋଉ ମନ ଭିତରେ ଆବିଳତା ଆସିବ, ଯୋଉ ମନ ଭିତରେ ଯୋଉ ଆପଣଙ୍କର ଗୋଟେ ଯୋଉଥିରେ ମତେ ମୁଣ୍ଡିଆଟେ ମାଇଲେ ଯୋଉ ପ୍ରକାର ସମ୍ମାନ ଭାବ ଆସିବ, ହ୍ୟାଣ୍ଡସେକ୍ ହାତ ମିଳେଇ ଦେବା, ଦେହକୁ ତୁମ ସମ୍ମାନର ଭାବ ଆସେନି। ସମ୍ମାନର ଭାବ ଏଇଠି ଆସେ, ଯୋଉ ଯୋଉଟା ସିନେମା ମାଧ୍ୟମରେ ଦର୍ଶାଯାଇଛି। ତେଣୁ ମୁଁ ନିଶ୍ଚିତ ଭାବରେ କହିବି, ଓଡ଼ିଶାର ସବୁ ଦର୍ଶକଙ୍କୁ ଅନୁରୋଧ କରିବି, ଜଣେ ନୂଆ ପ୍ରଡ୍ୟୁସର ଆସିଛନ୍ତି, ନୂଆ ସଂସ୍ଥାରେ ନୂଆ ସିନେମାଟେ ତିଆରି କରିଛନ୍ତି, ଆଉ ସୁନ୍ଦର ସିନେମା ତିଆରି ହେଇଛି। ଆଜ୍ଞା ସାର୍, ଆପଣ ଅଲ୍ ଓଡ଼ିଶା ଜଏଣ୍ଟ ଆସୋସିଏସନ ସେକ୍ରେଟାରୀ ଅଛନ୍ତି ଫିଲ୍ମ ଲାଇନର, ଅନେକ ବର୍ଷର ତଜୁର୍ବା ଏକ୍ସପିରିଏନ୍ସ, ଆପଣଙ୍କ ଅବଦାନର ପଟାନ୍ତର ନାହିଁ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ପାଇଁ। ସାର୍ ଯଦି ଆପଣଙ୍କୁ ସେମ୍ କ୍ୱେଶ୍ଚନ ଆମେ ପଚାରିବା, ସାର୍ ଆପଣଙ୍କ ଏ ଲାଇନରେ ଗୁରୁଜୀ କିଏ, କାହାଠୁ ଆପଣ ଅନୁପ୍ରାଣିତ ହୋଇଥିଲେ, କାହାଠୁ ଶିକ୍ଷା ଦାନ କରି ଆଜି ଆପଣ ଏମିତି ଗୋଟେ ସଫଳତାର ଶୀର୍ଷରେ ପହଞ୍ଚିଲେ? ସିନେମା ଜଗତରେ ଆପଣ କାହାକୁ ନିଜର ଗୁରୁ ଭାବନ୍ତି? ମୁଁ ସିନେମା ଜଗତରେ ସେମିତି ପର୍ଟିକୁଲାର କାହାର ବ୍ୟକ୍ତିଗତ ନାଁ ନେବିନି ଗୁରୁଜୀ ହିସାବରେ କହିଲେ। କାରଣ ଗୁଡାଏ ଲୋକଙ୍କୁ ଗୁଡାଏ ସମୟରେ ଯୋଉମାନେ ମୋର ବଡ ଭାଇ ସବୁ ଅଛନ୍ତି ଆଗରୁ ସିନେମା ଲାଇନରେ ଥିଲେ, ସେମାନଙ୍କର ଆଶୀର୍ବାଦ ପାଇଁ ମୁଁ ଏଇ ଜାଗାରେ ପହଞ୍ଚି ପାରିଛି। ତେଣୁ ଯଦି ଜଣେ କାହାନ୍ତା ମୁଁ ଜଣଙ୍କ ନାଁ ନେଇଯିବି, ସେଇଟା ମାନେ ମୋ ପାଇଁ କଷ୍ଟକର ହବ, ଆଉ ସେମାନେ ଶୁଣିଲେ ବି ତାଙ୍କ ପାଇଁ କଷ୍ଟକର ହବ। ଏଇଥିପାଇଁ ଏ କଥାଟା କହୁଛି। କାରଣ ଯୋଉ 5-7 ଜଣ ମୋର ସିନିୟର ଥିଲେ, ଜଣେ ଅଧେ ଏବେ ନାହାନ୍ତି, ମାନେ ମାନେ ତାଙ୍କର ଆତ୍ମା ସଦ୍ଗତି ହେଇଯାଇ ସାରିଛି। ଆଉ ଯୋଉମାନେ ବି ଅଛନ୍ତି 4-5 ଜଣଙ୍କୁ ନେଇକି ତାଙ୍କର ଆଶୀର୍ବାଦ ପାଇଁ ମୁଁ ଏଇ ଜାଗାରେ ପହଞ୍ଚି ପାରିଛି। ଏବଂ ଯୋଉଟା କହିଲେ କି ଆଜି ବି ଆମର ମନେ ପଡୁଛି, ଦେଖନ୍ତୁ ଆପଣମାନେ ବି ଦେଖିଥିବେ, ସିନିୟର ଲୋକ ଆମ ପାଖରେ ଆଉ ଆର୍ଟିଷ୍ଟ ହୁଅନ୍ତୁ, ପ୍ରଡ୍ୟୁସର ହୁଅନ୍ତୁ, ଯୋଉଠି ଗଲେ ମୁଁ ଏକ୍ସାମ୍ପଲ ଦେବି ପ୍ରଦ୍ୟୁମ୍ନ ଲେଙ୍କା ସାର୍। ସେ ଆସିଗଲେ ଆମେ 100 ଲୋକ ଥିଲେ ବି ହାତଟା ଚାଲିଯାଏ ପାଦ ଧୂଳି ନେବା ପାଇଁ, ପାଦ ସ୍ପର୍ଶ କରି ଆମେ ଜରୁଛୁ, ଯୋଉଟା କି ଏବେକାର ଯୁଗରେ ସେଟା ଟିକେ ଟିକେ କମି ଯାଉଛି।
ତେଣୁ ମୁଁ ନିଶ୍ଚିତ ଭାବରେ କହିବି ଏ ସିନେମାଟି ସମସ୍ତେ ଦେଖନ୍ତୁ ଏବଂ ସେଇ ପରମ୍ପରା ଆଉ ଥରେ ଉଜ୍ଜୀବିତ ହଉ ସମସ୍ତଙ୍କ ମନରେ ଏବଂ ସେଟାକୁ ସମସ୍ତେ ଅନୁସରଣ କରନ୍ତୁ। ଏଇଟା ମୁଁ ନିଶ୍ଚିତ ଭାବରେ ସବୁ ଓଡ଼ିଆ ଭାଇମାନଙ୍କୁ କହିବି ଦେଖନ୍ତୁ ଏବଂ ସେଟା କାର୍ଯ୍ୟରେ ଲଗାନ୍ତୁ। ସାର୍ ଆମେ ଅନେକ ପୁରୁଣା କଳାକାରଙ୍କ ପାଖକୁ ଯାଇଥିଲୁ, ଯେମିତି ବ୍ରଜ ସିଂ, ଇଲୁ ବାନାର୍ଜୀ ମଧ୍ୟ କହୁଥିଲେ ଆମକୁ ସୁଯୋଗ ମିଳୁନି, ଆମେ ଏବେ ଅଲୋଡା ହେଇଗଲୁ, ଆମକୁ ଆଉ ଲୋକ ଲୋଡୁ ନାହାନ୍ତି। କିନ୍ତୁ ସବୁଠୁ ବଡ କଥା ହେଲା ସେଇ ଭେଟରାନ ଆକ୍ଟର ଇଲୁ ବାନାର୍ଜୀ, ଯେ ଜଣେ ଖ୍ୟାତନାମା ଆର୍ଟିଷ୍ଟ, ତାଙ୍କୁ ମଧ୍ୟ ସୁଯୋଗ ମିଳିଛି ସିନେମାରେ। ସାର୍ ଆପଣ କୋଉଠି ନା କୋଉଠି ଚାହୁଁନାହାନ୍ତି ପୁରୁଣା କଳାକାରମାନଙ୍କୁ ଆଉଥରେ ସୁଯୋଗ ଦେବା, ସେମାନେ ଆହୁରି ନିଜର କଳା ଦେଖେଇ ପାରିବେ। ଆଜି ବି ସେମାନେ ଅଭିନୀତ ଅବସ୍ଥାରେ ଅଛନ୍ତି ଏବଂ ଚାହୁଁଛନ୍ତି, କିନ୍ତୁ ସେମାନେ କହୁଛନ୍ତି ଆମ କଳାକୁ ନେଇଗଲେ ୟୁଟ୍ୟୁବର ମାନେ, ଆମେ ଆଜି ଅଲୋଡା ଗଛ ହେଇଗଲୁ, ଅଲୋଡା ଆମକୁ କେହି ପଚାରୁନାହାନ୍ତି। କିନ୍ତୁ ଇଲୁ ବାନାର୍ଜୀ ଏଥିରେ ଗୋଟେ ସୁନ୍ଦର ସରପଞ୍ଚ ଚରିତ୍ର କରିଛନ୍ତି। ସାର୍ କଣ କହିବେ ସେ ପୁରୁଣା ଆକ୍ଟର ମାନଙ୍କୁ ନେଇ, ଆଉ ଆପଣଙ୍କର ପରବର୍ତ୍ତୀ ଫିଲ୍ମରେ ଏମିତି ପୁରୁଣା କଳାକାରଙ୍କୁ ସୁଯୋଗ ଦେବେ? ନିଶ୍ଚିତ ମୋର ସବୁ ସିନେମାରେ ଆପଣ ଦେଖନ୍ତୁ ମୋ ପୁରୁଣା ନୂଆ ମିଶେଇକି ଅଛନ୍ତି। ଆଜି ପର୍ଯ୍ୟନ୍ତ 25ଟି ଓଡ଼ିଆ ସିନେମା ତିଆରି କରିବା ଭିତରେ ଛୋଟ ବଡ଼ ସବୁ ପୁରୁଣା ଆର୍ଟିଷ୍ଟକୁ ଆମେ କେବେ ଭୁଲି ନାହୁଁ। ଯୋଉଟା ଆପଣ କହିଲେ ଇଲୁ ବାନାର୍ଜୀ ବହୁତ ଭଲ ଆର୍ଟିଷ୍ଟ ଜଣେ, ତାଙ୍କ ପ୍ରତି ମୋର ବହୁତ ସମ୍ମାନ ଅଛି। ଆଉ କେତେବେଳେ କଥାଟା କଣ ହଉଛି, ଯେତେବେଳେ ଗୋଟେ ସିନେମାଟେ ତିଆରି ହଉଛି, ଷ୍ଟୋରିଟା କାହାଣୀ କରାଯାଉଛି, କ୍ୟାରେକ୍ଟରକୁ ମୁଁ ପ୍ରଥମେ ବାଛି ଦିଏ। ଯୋଉ ଜାଗାରେ ଯୋଉ କ୍ୟାରେକ୍ଟର ରହିବା କଥା ସେ କ୍ୟାରେକ୍ଟର ନେଇ କରାଯାଏ, ଯାହାଫଳରେ କି ହୁଏତ ସେ ସୁଯୋଗ ଆସିଲେ ତାଙ୍କ ସହିତ କାମ କରିବା ପାଇଁ, ତାହେଲେ ମୁଁ ସବୁଠୁ ବଡ ଖୁସି ହେବି। ଆଉ ସେମାନଙ୍କୁ ଯୋଉ କହୁଛନ୍ତି ଅଲୋଡା, କୌଣସି କଳାକାର ଅଲୋଡା ନୁହନ୍ତି, କେବେ ବି ହେବେନି। ଯେପର୍ଯ୍ୟନ୍ତ ହାତ ଗୋଡ ଚାଲିଛି ସେମାନେ କୋଉଠି ନା କୋଉଠି କୌଣସି କାମରେ କୌଣସି କ୍ୟାରେକ୍ଟରଟା କରିପାରିବେ। ଓକେ ସାର୍, ଫାଇନାଲି ଜୁଲାଇ 10ରେ ମୁକ୍ତିଲାଭ କରୁଛି ସିନେମାଟି। ଆପଣଙ୍କ ଫ୍ୟାନ ମାନଙ୍କୁ, ଆପଣଙ୍କ ପ୍ରିୟ ଦର୍ଶକ ମାନଙ୍କୁ, ଆଉ ଆପଣଙ୍କ ସବୁ ସହଯୋଗୀ ମାନଙ୍କୁ କଣ କହିବେ ସିନେମା ଦେଖିବା? ମୁଁ ନିଶ୍ଚିତ ଭାବରେ ସମସ୍ତଙ୍କୁ ଅନୁରୋଧ କରିବି, ମାନେ ସମସ୍ତେ ଓଡ଼ିଶାର ସବୁ ଭାଇ ଭଉଣୀ ମାନଙ୍କୁ ଆପଣ ମାନେ ଅନୁରୋଧ କରିବି, ଯେମିତି ମୋ ସିନେମା ଶିକାରକୁ ଆପଣ ମାନେ ଭଲ ପାଇବା ଦେଇଛନ୍ତି, ସେଇଭଳି ଗୁରୁଜୀ ଯୋଉ ନମସ୍କାର ଯୋଉ ଆସୁଛି ସିନେମାଟି, ଏବଂ ସେଇ ସିନେମାକୁ ସମସ୍ତେ ସେଭଳିଆ ଭଲ ପାଇବା ଦିଅନ୍ତୁ। ସମସ୍ତେ ହଲକୁ ଆସନ୍ତୁ, ଥରେ ସିନେମାଟା ଦେଖନ୍ତୁ, ଦେଖିଲା ପରେ ଆପଣ ମତାମତ ଦିଅନ୍ତୁ। ତେଣୁ ଆପଣମାନଙ୍କ ଜରିଆରେ ଆପଣମାନେ ଯୋଉ ଜାଗାରେ ମତେ ଆଜି ପହଞ୍ଚେଇଛନ୍ତି, ମୁଁ ନୂଆ ପ୍ରଡ୍ୟୁସର ଭାଇଟେ ବି ଆସିଲେ ବି ବା ଭଉଣୀ ଆସିଲେ ବି ତାଙ୍କୁ କହିବି ସେମାନଙ୍କୁ ମଧ୍ୟ ସେଇ ପାଖରେ ନିଶ୍ଚିତ ଭାବରେ ପହଞ୍ଚାନ୍ତୁ। ଡେଫିନେଟଲି ସିନେମା ବହୁତ ଭଲ ହବ ଏବଂ ସମସ୍ତେ ଭଲ ଭାବରେ ଦେଖିବେ ଏବଂ ନିଶ୍ଚିତ ଭଲ ପାଇବା ଦେବେ ବୋଲି ମୁଁ ଓଡ଼ିଶାବାସୀଙ୍କୁ ଅନୁରୋଧ କରିବି। ଥ୍ୟାଙ୍କ ୟୁ ସାର୍। ଧନ୍ୟବାଦ।